Okay, so hey guys, welcome to StudyJit. तो ଆମର ଓ ଟ୍ରିପଲ ଏସ୍ ସି ଆର୍ ଆଇ ARI ଅମିନ୍ ICTS ସୁପରଭାଇଜର ଆମର ଯୋଉ ପ୍ରିଲିମ୍ସ ର ରେଜଲ୍ଟ ବାହାରି ଯାଇଛି ଆଉ କୋଉମାନେ ମେନ୍ସ ପାଇଁ ସିଲେକ୍ଟ ହେଇଛନ୍ତି ସେମାନଙ୍କର ବି ସବୁ ଜଣା ପଡିଗଲାଣି। ତ ଏବେ ସମସ୍ତ ମାନେ ଭାଇ ଭଉଣୀ ମାନେ ସବୁ କହୁଥିଲେ କି ମେନ୍ସ ପାଇଁ ଗୋଟେ ଷ୍ଟ୍ରାଟେଜି ଭିଡିଓ ଆଣନ୍ତୁ। ତ ଏଇ ଭିଡିଓଟା ତାରି ଉପରେ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଆପଣମାନେ ଜାଣିଛନ୍ତି କି ଆମର ଏଇଟା ମେନ୍ସଟା ଆମର 180 ମାର୍କ ରହିବ। 180 ମାର୍କକୁ ଆମର 180 ମିନିଟ୍ ରହୁଛି। ତା ପୂର୍ବରୁ ଟିକେ ଗୋଟେ ଛୋଟ ଇଣ୍ଟ୍ରୋଡକ୍ସନ ଦେଇଦଉଛି, ବ୍ରିଫ୍ ଇଣ୍ଟ୍ରୋଡକ୍ସନ କି ଆମର ମ୍ୟାଥମେଟିକ୍ସ ପଢିବ 40 ମାର୍କର, 40ଟା କ୍ୱେଶ୍ଚନ 40 ମାର୍କ, ଜେନେରାଲ ଷ୍ଟଡିଜ 40 ମାର୍କ, 40ଟା କ୍ୱେଶ୍ଚନ 40 ମାର୍କ, ଇଂଲିଶ, ଓଡ଼ିଆ, କମ୍ପ୍ୟୁଟର। ଇଂଲିଶ ପଢିବ ଆମର 40, ଓଡ଼ିଆ ପଢିବ ଆମର 20 ମାର୍କ, କମ୍ପ୍ୟୁଟର ପଢିବ ଆମର 40 ମାର୍କ। ଟୋଟାଲ ହଉଛି 180ଟା କ୍ୱେଶ୍ଚନ 180 ମାର୍କର। ତାପରେ ଆମର ଡ୍ୟୁରେସନ ହଉଛି ଆମର 3 ଆୱାର ମିନ୍ସ 180 ମିନିଟ୍ସ। ଆଉ ନେଗେଟିଭ ମାର୍କିଂ ଅଛି 0.33 ମାର୍କସର ପର ରଙ୍ଗ ଆନ୍ସର୍ସ, ମାନେ 3ଟା ଭୁଲ କଲେ ଗୋଟେ ମାର୍କ କଟିଯିବ। ଆଉ ମୋଡ ଆମର ଏକ୍ସାମ ମୋଡଟା ଆମର ଆଇଦର OMR ହେଇପାରେ କିମ୍ବା କମ୍ପ୍ୟୁଟର ବେସ୍ଡ ହେଇପାରେ। ଜଣା ନାହିଁ, ସେଟା ନୋଟିଫିକେଶନ ଆସିଲେ ଜଣା ପଡିବ। ଆଉ ଏତ ଛାଡନ୍ତୁ, ଆପଣ ଜାଣିଛନ୍ତି ତାପରେ ଜିନିଷ ସ୍କିଲ୍ ଟେଷ୍ଟ ବଗେରା, ତେବେ ଆମେ ଓନ୍ଲି ମେନ୍ସ ବିଷୟରେ ହିଁ କଥା ହବା। ଚାଲନ୍ତୁ ଷ୍ଟାର୍ଟ କରିବା ହେଲା। ତ ଟପର ସିକ୍ରେଟ ମାନେ ଟାଇମ ମ୍ୟାନେଜମେଣ୍ଟ ରିଆଲିଟି, ଆମେ ଯୋଉ ଭାବୁଛେ କି 180ଟା କ୍ୱେଶ୍ଚିନ୍ ଆମକୁ ଜମା ଓନ୍ଲି 180 ମିନିଟ୍ ମିଳୁଛି, फालतू କଥା, सिरियसली फालतू କଥା। 180ଟା क्वेश्चन को हम 180 मिनिट में बहुत बहुत टाइम मिलुଛି एक्चुअली ଆମ ହିସାବରେ। ତ ରିଏଲ ପିକ୍ଚର ହଉଛି ମାନେ ଆମର GS, ଓଡ଼ିଆ, କମ୍ପ୍ୟୁଟର, ଇଂଲିଶ ଆଉ ଯାହା ବି ରହିଲା ଏଥିରେ କାଲକୁଲେସନ ହିଁ ନାହିଁ। ମାନେ ଯଦି ଆପଣଙ୍କୁ ଆଇଦର ଯଦି ଆପଣ ସେଇ ଜିନିଷର ସେଇ କ୍ୱେଶ୍ଚନର ଆନ୍ସର ହିଁ ଜାଣିଛନ୍ତି, ତାହେଲେ ଆପଣ ସେ କ୍ୱେଶ୍ଚନ ଆନ୍ସର ଦେଇପାରିବେ। ମାନେ ଗୋଟେ କ୍ୱେଶ୍ଚନକୁ ଆପଣ 20-30 ସେକେଣ୍ଡସରେ ଆପଣ ନିପଟେଇ ଦେବେ ସେଇ ଜିନିଷକୁ, ଯୋଉ ଆମର ରହିଲା GS, ଓଡ଼ିଆ, କମ୍ପ୍ୟୁଟର ଆଉ ଇଂଲିଶ। ମେନ୍ ଜିନିଷ ହଉଛି ଆମର, ଏଠି ମୁଁ ଲେଖିଛି ସବୁ ଜିନିଷ, ଆପଣଙ୍କୁ 30-40 ସେକେଣ୍ଡ ଲାଗିବ ସେ ଯୋଉ ନନ୍ କାଲକୁଲେସନ ବେସ୍ଡ ଯୋଉ କ୍ୱେଶ୍ଚନ ଗୁରା ଅଛି। ମାନେ ଆପଣଙ୍କୁ ପାଖାପାଖି 80ରୁ 90 ମିନିଟ୍, ମୁଁ ଏଇଟା ବି ଅଧିକ ଦେଇଦେଲି, 80ରୁ 90 ମିନିଟ୍ ତ ଲାଗିବ ନାହିଁ, ଘଣ୍ଟେ ଭିତରେ ଆପଣ ଏଇ 4ଟା ଯାକ ସେକ୍ସନ ସାରିଦେବେ। ମାନେ ମୁଁ ମ୍ୟାକ୍ସ 80-90 ମିନିଟ୍ ଦେଖିଛି। ଆହୁରି 90 ମିନିଟ୍ ରହିଲାଣି ଆପଣଙ୍କୁ, ଆଉ ଜମା 40ଟା କ୍ୱେଶ୍ଚନ ପାଇଁ ଆହୁରି 90 ମିନିଟ୍ ଦେବେ। ମାନେ ପର କ୍ୱେଶ୍ଚନକୁ ଆପଣ 2 ମିନିଟ୍ ଦେବା କଥା। ମାନେ ଆପଣ ବସି 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 କଲେ ଆପଣଙ୍କର ଆରାମସେ ସରିଯିବ। ବୁଝିପାରୁଛନ୍ତି ତ? ମାନେ ଆକ୍ଚୁଆଲି ଗୋଟେ ଟପର ମାଇଣ୍ଡସେଟ୍ ଏମିତି ହବା କଥା କି ମାନେ ଏଠି ଟାଇମର କିଛି ଲିମିଟ ହିଁ ନାହିଁ। ମାନେ ଟାଇମର କିଛି ମାନେ ଏଠି କିଛି ଆମର ରେଷ୍ଟ୍ରିକ୍ସନ ନାହିଁ। ଆପଣଙ୍କ ଟାଇମ ଆପଣଙ୍କ ପାଇଁ କିଛି ମାନେ ହଡଲ କି କିମ୍ବା ଆପଣଙ୍କର ବର୍ଡନ ହବା କଥା ନୁହଁ। ରିଏଲ ଚ୍ୟାଲେଞ୍ଜ ହଉଛି ଆକ୍ୟୁରେସି, ନଲେଜ ବେସ୍ଡ ଆଉ ଯୋଉ ସ୍ମାର୍ଟ ଗେସ୍ କରୁଛନ୍ତି, ଯୋଉଟା ଆପଣଙ୍କର ତୁକା ଲଗାଉଛନ୍ତି, କିଛି ବି ଏଲିମିନେଟ କରି କରୁଛନ୍ତି, ଆଉ ଏକ୍ସାମ ହଲରେ କାମ ରହିବ। ଏଇ ଜିନିଷଟା ହଉଛି ଆପଣଙ୍କର ରିଏଲ ଚ୍ୟାଲେଞ୍ଜ। ଆକ୍ୟୁରେସି ହଉଛି ଯଦି ଆପଣ ସିଲି ମିଷ୍ଟେକ୍ କରିବେ ମ୍ୟାଥରେ, ଯୋଉଥିରେ ଆପଣଙ୍କର 100% ଆକ୍ୟୁରେସି ରହିବା କଥା, ସେଟା ଆପଣ ତ ମାର୍କ କମିଗଲା। ଆଉ ଯୋଉ ରହିଲା ଜିକେ, ଓଡ଼ିଆ, ଇଂଲିଶ, ଆପଣ ଯୋଉ ସେଥିରୁ ତୁକା ଲଗେଇବେ, ସେ ଠିକ ଅଛି, ତୁକା ଲଗେଇବା ମନା କିଛି ମାନେ 50-50 ଚାନ୍ସ ନିଅନ୍ତୁ। ଏଲିମିନେସନ ଟେକ୍ନିକ ୟୁଜ କରନ୍ତୁ, ସ୍ମାର୍ଟ ଗେସ୍ କରନ୍ତୁ, ସେଟା ଠିକ ଅଛି। ମନେକର ଆପଣଙ୍କୁ 10ଟା କ୍ୱେଶ୍ଚିନରୁ ମାନେ ଆପଣଙ୍କୁ 5ଟା କ୍ୱେଶ୍ଚିନ ଆପଣ 50-50ରେ ଅଛନ୍ତି, ଠିକ ଅଛି, ନିଅନ୍ତୁ ଚାନ୍ସ, କିଛି ଅସୁବିଧା ନାହିଁ। ଯଦି ଆପଣ ଏଲିମିନେଟ କରିକି ଜିନିଷ କରିପାରୁଛନ୍ତି, 50-50 ଚାନ୍ସ ନିଅନ୍ତୁ, କିଛି ଅସୁବିଧା ନାହିଁ। ବଟ୍ ଏମିତି ନୁହେଁ କି ଆପଣ ତୁକା ମାରି ଚାଲିଥିବେ। ଆକ୍ୟୁରେସି ବହୁତ ମ୍ୟାଟର କରେ। 0.25ରେ ବି ପିଲା କରୁଛନ୍ତି, 0.05ରେ ବି ପିଲା କରୁଛନ୍ତି। ବୁଝିପାରିଲେ? ଆପଣଙ୍କର ଆକ୍ୟୁରେସି ଯୋଉ କ୍ୱେଶ୍ଚିନ୍ ଆପଣଙ୍କୁ ଜଣା ଅଛି, ସେଇ କ୍ୱେଶ୍ଚିନ୍ ଆପଣ 100% ଆଗ ସିଓର ଟିକ୍ ମାରନ୍ତୁ। ଯଦି ଆପଣଙ୍କୁ 50-50 ଲାଗୁଛି, ଗୋଟେ ଗେସ୍ କରିବା ଆପଣ ଟ୍ରାଏ କରୁଛନ୍ତି, ଫାଷ୍ଟ ତାକୁ ଛାଡି ଦିଅନ୍ତୁ। ଆପଣ ଫାଷ୍ଟ ସେଭ୍ ଆଣ୍ଡ ନେକ୍ସଟ ପାଇଁ ମାରିଦେଇକି ଯାଆନ୍ତୁ। ତାପରେ ଆପଣ ଯେତେବେଳେ ସବୁ ଜିନିଷ କ୍ୱେଶ୍ଚିନର ଆନ୍ସର ଦେଇପାରିବେ, ତାପରେ ସେଠିକି ଆସିକି ସେ ଜିନିଷ ଆଟେଣ୍ଡ କରିବେ ସେ କ୍ୱେଶ୍ଚିନଟା। ଠିକ ଅଛି। ଏବେ ମୁଁ ଆପଣଙ୍କୁ ଗୋଟେ 60 ଡେଜର ଗୋଟେ ଟପର୍ସର ମାଷ୍ଟର ପ୍ଲାନ ଆପଣଙ୍କୁ ଦେବାକୁ ଯାଉଛି। ସେ ଜିନିଷଟା ଦେଖନ୍ତୁ। ଫେଜ୍ 1 ଫାଷ୍ଟ ହଉଛି ଆପଣ ଫାଉଣ୍ଡେସନ ଆଉ ଆପଣଙ୍କର ଯୋଉ ୱିକନେସ୍ ଅଛି ତା ଉପରେ ଆଟାକ୍ କରିବେ। ଡେ 1 ହଉଛି ଆମର ଡେ 1ରୁ 20 ଯାଏ ମୁଁ ଏଇ ଜିନିଷଟା ରଖିଛି। ଫାଷ୍ଟ ହଉଛି ଆମର, ଆରେ ୟାର ଗାଇ, ଆମର ଯୋଉ ମ୍ୟାଥ ରହିଲା, ଆମର ଫୋକସ୍ ଅନ୍ ୱିକେଷ୍ଟ ଚାପ୍ଟର୍ସ, ଅଣ୍ଡରଷ୍ଟାଣ୍ଡିଂ ଦି ଲଜିକ୍ସ ଆଣ୍ଡ ନଟ୍ ଦ ଫର୍ମୁଲା, ନଟ୍ ଜଷ୍ଟ ଫର୍ମୁଲା। ଆପଣ ଓନ୍ଲି ଫର୍ମୁଲା ଘୋଷିଲେ କିଛି ହବନି, ଆପଣଙ୍କର ବେସିକ କନସେପ୍ଟ କ୍ଲିୟର ଥିବା ଦରକାର। ଆପଣ ଏକ୍ସାମ ହଲରେ ଯାଇ ବସିବେ, ଦେଖିବେ ଆପଣଙ୍କର ମାନେ ଫର୍ମୁଲା ମନେ ହିଁ ପଡିବନି। ହଁ, ଯୋଉ ଜିନିଷ ଆକ୍ଚୁଆଲି ଫର୍ମୁଲା ମାନେ ଯେମିତିକି ଆମର ସିମ୍ପଲ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ କି ଆମର ବୋଟ୍ ଆଣ୍ଡ ଷ୍ଟ୍ରିମ୍ର ଯୋଉ ଛୋଟ ଛୋଟ ଯୋଉ ମାନେ ନର୍ମାଲ ବେସିକ ଫର୍ମୁଲା ଅଛି, ସେଗୁଡ଼ା ୟୁଜ କରିବାକୁ ହିଁ ପଡିବ। ଆଉ ଯଦି ସବୁ ଯାକ ଫର୍ମୁଲା ବେସ୍ ଆପଣ ମନେ ରଖିକି ଯିବେ, ଆପଣ ଘରେ ବସିକି ଫର୍ମୁଲା ୟୁଜ କରିକି ଆନ୍ସର ବାହାର କରିଦଉଛନ୍ତି, କିନ୍ତୁ ଯାଇକି ଏକ୍ସାମ ହଲରେ ଆପଣଙ୍କୁ ସେ ଜିନିଷ ମନେ ହିଁ ପଡିବନି ସେ ଜିନିଷ। ବୁଝିପାରୁଛନ୍ତି? ତ ଆପଣ ଲଜିକ ଅଣ୍ଡରଷ୍ଟାଣ୍ଡ କରନ୍ତୁ ସେ ଜିନିଷଟାକୁ। ଜଷ୍ଟ ଖାଲି ଫର୍ମୁଲା ଘୋଷନ୍ତୁନି। ଯଦି ଆପଣ ଫର୍ମୁଲା ମାନେ ପ୍ରାକ୍ଟିସ ବି କରୁଛନ୍ତି ଫର୍ମୁଲା, ତାକୁ ବାର ବାର ପ୍ରାକ୍ଟିସ କରନ୍ତୁ, ଯେମିତିକି ଆପଣ ଏକ୍ସାମ ହଲରେ ସେ ଜିନିଷ ଆପଣ ଯେମିତି ମାନେ କିଛି କନଫ୍ୟୁଜ ରହିଛନ୍ତି କି ଆରେ ଏଇ କ୍ୱେଶ୍ଚନରେ ମୁଁ ଏଇ ଫର୍ମୁଲା ଲଗାଉଥିଲି, ବଟ୍ ଏବେ ଏଥିରେ ମୋ ମନେ ହିଁ ପଡୁନି। ନା, ଆପଣ ବେସିକ କନସେପ୍ଟ କ୍ଲିୟର କରନ୍ତୁ, ଯେମିତି ସେଠି ଯାଇକି ଆପଣ ବେସିକ, ଯଦି ଆପଣଙ୍କ ପାଖରେ ବହୁତ ଟାଇମ ଅଛି, ଆପଣ ବସି ବସି ଆପଣ ଯଦି ବେସିକ କନସେପ୍ଟ କରିବେ, ତାହେଲେ ଆପଣଙ୍କୁ ଆନ୍ସର ମିଳିଯିବ।
मैथ ऊपर से जिंस फोकस करंतु आपनकर जो जिंस वीक अछि से जिंस ऊपर और रहला इंग्लिश ओडिया कंप्लीट ऑल ग्रामर रूल्स टेंस वॉइस चेंज नरेशन संधि समास विशेष विशेषण जहाँ भी रहला ओडिया इंग्लिश रे सब ग्रामर रूल आपन कांसेप्ट क्लियर करंतु देन जीएस कंप्यूटर रे आपन जो जहाँ भी स्टैटिक टॉपिक्स अछि फंडामेंटल्स अछि हमर कंप्यूटर्स रे हमर जो हमर कोनसेटा ऑफिस अछि हमर एमएस ऑफिस सब आपनकर कांसेप्ट क्लैरिटी सब कांसेप्चुअल क्लैरिटी सब क्लियर रखंतु ठीक अछि एटा जो हमर फेज 1 रे आपनकर फाउंडेशन स्ट्रांग थिबा दरकार आउ जो आपनकर वीकनेस अछि ता ऊपर आपण काम करिया दरकार मु एटा कहूनी आपण आरआई अमीन रो प्री क्लियर करछन्ती प्री जहां मेन से ठीक अछि प्री रे रीजनिंग थिला तरे रीजनिंग नै एग्जैक्टली से टिके लेवल हार्ड होबो टिके लेवल टफ होबो बस सेति की जिंस आ किछि नै जदि आपण प्री क्लियर कर दिसन्ती आपण मेंस इजीली क्लियर कर परिबे जस्ट खाली आपनकर कंपटीशन बढ़िला माने पिला बच्चा बच्चा पिला आछन्ती मेंस को आपण जदि कहबे कि करप्शन हेछि ये हेछि सी हेछि भाड में जाउ करप्शन आपण जदि सिलेक्शन सिलेक्टेड हेछन्ती मेंस रे बसछन्ती कांग्रेचुलेशन मेंस से तो मेंस पिला तो कंप्लीट करंतु आ जो मानकर हेइनी इट्स ओके बहुत सारा एग्जाम अछि करप्शन 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 करिकि माने ठीक अछि हमर ओडिसा सेमते जिंस गोटे से करप्शन चलीछि ऑब्वियस कथा एटा सब बेला मुंडे रहइबो करप्शन चलछि जदि जो माने सिलेक्टेड हेइनांती नेक्स्ट एग्जाम पे प्रिपेयर करंतु आ किछि करि होबनी जदि एग्जाम कैंसिल होबार थिबे कैंसिल हेजिवो नेक्स्ट होछि हमर फेज 2 हमर इंटेंसिव प्रैक्टिस आ पीवाईक्यू मास्टर माने पीवाईक्यू ऊपर हमर जहां भी सब अछि तापर मास्टरी हासिल करबा पीवाईक्यू अपन एनालिसिस करंतु सॉल्व प्रीवियस ओएसएससी ओ ट्रिपल एससी क्वेश्चन हला पेपर थोरोली प्रैक्टिस करंतु कहीं ना हमर ओ ट्रिपल एससी बार बार क्वेश्चन रिपीट करे अपन देखिथिबे बार क्वेश्चन रिपीट करछि ठीक अछि आइडेंटिफाई रिपीटेड क्वेश्चंस पैटर्न एंड हाई वेटेज टॉपिक्स आपण ए जो 20 21 ରୁ 40 डेज आपण जो देबे आपण पीवाईक्यू को टोटल दे दियंतु माने जेते सब ओ ट्रिपल एससी ओएसएससी रो पीवाईक्यू रहिछि प्रीवियस ईयर क्वेश्चन पेपर ता ऊपर आपण मास्टरी हासिल करंतु देखंतु को टॉपिक्स को क्वेश्चन बार रिपीट होउछि ता ऊपर हमर टेक्स्ट बुक रे हमर अछि टेक्स्ट बुक रे हमर पीवाईक्यू दे दैछि हला आपण को अलगा मॉक टेस्ट यूज करछन मु जानि किंतु मो हिसाब रे टेक्स्ट बुक एबे ओडिसा पई बेस्ट अछि मो हिसाब रे जा भी सब एग्जाम वगैरह दउछि तादर सेक्शनल टेस्ट अछि आपण सेक्शनल टेस्ट दे परिबे तेरे पीवाईक्यू भी अछि आपण जदि चाहिबे ओ ट्रिपल एससी साइट को जिबे कि ओ डबल एससी साइट को जिबे ओएसएससी जा ओ ट्रिपल एससी से पाखा पाखि हमर सिलेबस ही सेम ना पाठ तो सेम ना जेंकि प्रीवियस ईयर क्वेश्चन सॉल्व करंतु आपण इजीली सब जिंस क्लियर हो आपण जानिबे कि को लेवल रे अछंती को लेवल जाय को लेवल क्वेश्चन पढुची आपण केते टाइम लागुची ठीक अछि तापर आपण रिवीजन करिवे आपण जो फेज 1 रे एठी जो फेज 1 रे देखैतिले आपनकर जो बेसिक्स क्लियर थिला ताको फेज 2 रे भी कंटिन्यू रखिवे आपण सब माने मन कर एठी आपनकर मॉक टेस्ट माने पीवाईक्यू सॉल्व करछंती आ ऊपर किछ छोटे जिंस बोली बोली चलछंती ए जिंस सरी गला बोली तापर ए जिंस सरी गला बोली ए एपट फेज रे आपण से जिंस को भूली जिवेनी ऊपर जिंस को भी रिवाइज करे को पड़िबो आपनको ठीक अछि तापर आसीबा हम फेज 3 को फेज 3 होछि हमर 41 रु 60 दिन जाय कि हमर आपण धर दियंतु आपण 2 मास पाखा बाकी टाइम अछि 60 डेज पाखा बाकी तापर मेंस एग्जाम होबार अछि मॉक टेस्ट दियंतु आपण फाइनल पॉलिश करंतु आपण प्रिपरेशन को फुल लेंथ मॉक टेस्ट दियंतु हला 3 आवर मॉक टेस्ट पूरा घरे बसी जिवे समस्त घरे आपण जदि आपण घरे रहउचंती कि लाइब्रेरी जाउचंती घरे जदि रहउचंती फैमिली को कहि देबे कि मते डिस्टर्ब करिवे नै को कॉर्नर रे जेंकी बसी के पढिबे चेयर टेबल चेयर ऊपर नो फोन नो किछि डिस्ट्रैक्शन नै किछि खास सहित कथा वार्ता बार नै घरे मना कर देबे से पार्टी तुंड झगड़ा झाटी किछि नै हला समस्त मना कर दियंतु के का पे हेबेनी आपण आराम से बसी के एग्जाम दियंतु मॉक टेस्ट दियंतु जदि पारिबे आपण आपण रूम रो डोर टा दे दियंतु घरे कहि दियंतु के डिस्ट्रैक्शन करि माने डिस्टर्ब करिवेनी पूरा फुल लेंथ 3 आवर रो पूरा आराम से बसी की कंसिस्टेंट बसी की 3 आवर मॉक टेस्ट दियंतु ताको तापरे एक्चुअली मेन जिंस होला मॉक टू बेसी इंपोर्टेंट होची डीप एनालिसिस आपण फर्स्ट दिन मॉक देले सेकंड दिन आपण टोटल जदि आपण बारे फर्स्ट दिन टाइम अछि फर्स्ट दिन निपटे दियंतु एनालिसिस को किछ असुविधा नै आपण बारे जदि एबे तो लगातार एग्जाम अछि हमर ओएसएससी रो सीजीएल रो प्रीलिम्स स्टेट भी आसी गलानी अप्रैल 14 एग्जाम आवार अछि एका कत पाठ तो सेम ना मॉक गोटे मॉक देबे सब दीटा जक एग्जाम क्लियर हो बुझि परछन्ते तापर आइडेंटिफाई द पैटर्न नॉलेज गैप आपनकर को माने एग्जाम आपनकर को क्वेश्चन होउनी आपनको को जिंस जणा नै मनकर आपन ओडे जीके देखिले से जीके रे से क्वेश्चन आपन जणा नै से टॉपिक आपन कवर करनांते सेटा नोट डाउन कर दियंतु से जिंस आपन पढि देबे से जिंस बेसिक क्लियर करिवे आपन बुझि परले मॉक टेस्ट दबाठू बेसी इंपोर्टेंट होची ताको एनालिसिस करिवे तापर आउ जो रहिला जीके करंट अफेयर्स ए सब जिंस 40 रु 60 दिन भीतर आपन कवर करिवे तापर एबे इंपोर्टेंट नोट हम एबे फेज वाइज जो कहिले आपन को फेज वाइज जीवा टिके धीरे धीरे इफ योर मैथ फाउंडेशन इज वीक स्पेंड एक्स्ट्रा टाइम हियर त आपनकर मैथ फाउंडेशन टिके कम अछि आबर बेसी टाइम दिंतु काहे ना मैथ ही आपनकर डिसाइडिंग फैक्टर रहइबो मैथ आपन 100% रखितले पर 100% एक्यूरेसी सहित 40 रु मिनिमम आपन 35 प्लस स्कोर करिवार अछि
ବୁଝିପାରିଲେ। ଆଉ ଯୋଉ ରହିଲା ମ୍ୟାଥ ମ୍ୟାଥ କହୁଛି କଣ ଓଡିଆ ଜିକେ ଇଂଲିଶ କମ୍ପ୍ୟୁଟର ଏଥିରେ ଭୁଲ ହବାର ଚାନ୍ସ ଅଛି। ଏଥିରେ ବି ଆପଣଙ୍କୁ ଆକ୍ୟୁରେସି ମେଣ୍ଟେନ କରିହବ ନ କରିହବ ମୁଁ ଗ୍ୟାରେଣ୍ଟି ଦେଇପାରିବିନି କି ଆପଣ ବି ଗ୍ୟାରେଣ୍ଟି ଦେଇପାରିବେନି। ଆପଣ ଏକ୍ସାମ ହଲେ ଆପଣଙ୍କର କୋଉ ମାଇଣ୍ଡସେଟ୍ ଥିବ ଆପଣ ଦେଖିବେ କି ମୋର ମ୍ୟାଥ ସଲ୍ଭ ହେଇନି ଏଥିରେ ମୁଁ ସ୍କୋର କରିଦେବି, କିନ୍ତୁ ଦେଖିଲା ବେଳକୁ ସେଇ ଯୋଉ ଆପଣ ଜିକେ ଓଡିଆ ଇଂଲିଶ ଯୋଉଥିରେ ଆପଣ ହାତ ମାରୁଛନ୍ତି ସେଇ ଜିନିଷ ଭୁଲ ହବାର ବହୁତ ଚାନ୍ସ ଅଛି। ତ ମ୍ୟାଥକୁ ଆପଣ ଛାଡି ପାରିବେନି। ମ୍ୟାଥରେ ଆପଣଙ୍କ ଯଦି କିଛି ଫାଉଣ୍ଡେସନ ୱିକ୍ ଅଛି ତାକୁ ଏକ୍ସଟ୍ରା ଟାଇମ ଦିଅନ୍ତୁ। ଡୋଣ୍ଟ ଜମ୍ପ ଟୁ ସର୍ଟକଟ୍ସ। ମୁଁ ଉପରେ ଯୋଉ ଆଗରୁ ଯୋଉ ଜିନିଷ କହିଲି ସର୍ଟକଟ୍ ଉପରେ ବେଶୀ ରିଲାଏ କରନ୍ତୁନି, ଫର୍ମୁଲା ଉପରେ ରିଲାଏ କରନ୍ତୁନି। ଅଣ୍ଡରଷ୍ଟାଣ୍ଡିଂ କନସେପ୍ଟ କ୍ଲିୟର କରନ୍ତୁ। ଆଉ ଆପଣଙ୍କର ହ୍ୟାଣ୍ଡ ରିଟେନ୍ ନୋଟ୍ ବନାନ୍ତୁ ଯଦି ମାନେ କୁଇକ୍ ରିଭିଜନ ପାଇଁ। ଆଉ ଯୋଉ 2-3 ଦିନ ଥିବ ମ୍ୟାଥର ଫର୍ମୁଲା ଖାଲି ଦେଖି ଦେଖି ଯିବେ, ଓଭରଲୁକ୍ କରିଦେଇକି ଯିବେ। ଆଣ୍ଡ ଫୋକସ ଅନ୍ କ୍ୱାଣ୍ଟିଟି, ସରି ଫୋକସ ଅନ୍ କ୍ୱାଲିଟି ଓଭର କ୍ୱାଣ୍ଟିଟି। କ୍ୱାଣ୍ଟିଟି ଉପରେ ବେଶୀ ଫୋକସ କରନ୍ତୁ ନାହିଁ, କ୍ୱାଲିଟି ଉପରେ ଫୋକସ କରନ୍ତୁ। ଯଦି ଗୋଟେ ହାର୍ଡ କ୍ୱେଶ୍ଚିନ୍ ଆପଣ ସଲ୍ଭ କରୁଛନ୍ତି ସେଇ ଗୋଟେ କ୍ୱେଶ୍ଚିନ୍ ଆପଣଙ୍କୁ 2-3ଟା କ୍ୱେଶ୍ଚିନ୍ର ଫର୍ମୁଲା ବଗେରା କନସେପ୍ଟ କ୍ଲିୟର ହେଇଯିବ, ବୁଝିପାରୁଛନ୍ତି। ସେକେଣ୍ଡ ଫେଜ୍ ଟିପ୍ଟା ହଉଛି କଣ, ଆପଣ O SSS ଦେଖୁଛନ୍ତି କି ବାର ପାଟର୍ନ ରିପିଟ୍ କରୁଛି। ଆପଣ ପ୍ରିଭିୟସ୍ ପେପରରେ ଆପଣଙ୍କୁ ମାଷ୍ଟର ହବାର ହିଁ ଅଛି। ଆପଣ ସବୁ ଆନାଲିସିସ୍ କରିବେ PIQ। ତାପରେ ଆପଣଙ୍କର ସ୍ପିଡ ଆପଣ ଗ୍ରାଜୁଆଲି ଇନକ୍ରିଜ ହେଇ ଚାଲିବ। ଆପଣ ମକରେ ଯୋଉ ମିଷ୍ଟେକ୍ କରୁଛନ୍ତି ସେଇ ଜିନିଷକୁ ଆପଣ ଗୋଟେ ସେପାରେଟ ନୋଟବୁକ୍ ଦେଖନ୍ତୁ, ସେଥିରେ ଲେଖନ୍ତୁ କି ଆମର ଏଠି ଭୁଲ ହଉଛି, ଏଇ ଜିନିଷ ମତେ ନେକ୍ସଟ ଟାଇମ ଭୁଲ ହବାର ନାହିଁ। ହେଲା, ଆପଣଙ୍କୁ କୋଉ କ୍ୱେଶ୍ଚିନରେ କେତେ ଟାଇମ ଲାଗୁଛି, ମନେକର ଆପଣ ଗୋଟେ ମ୍ୟାଥରେ ଗୋଟେ ମକ୍ ଦେଲେ ସେଇ ଜିନିଷରେ ଆପଣ ଯଦି ବେଶୀ ଟାଇମ ଲାଗୁଛି ସେଇ ଜିନିଷ ନୋଟ କରିଦିଅନ୍ତୁ କି ମତେ ଏଇ ଚାପ୍ଟରରେ ବେଶୀ ଟାଇମ ଲାଗୁଛି, ମୁଁ ଆଉ ଟିକେ ପ୍ରାକ୍ଟିସ କରିଦେ ସେ ଜିନିଷଟାକୁ, ବୁଝିହେଲା। ଦେନ୍ ହଉଛି ଫେଜ୍ 3। ମକ୍ ଟେଷ୍ଟକୁ ଆପଣ ଆକ୍ଚୁଆଲ ଟାଇମରେ ଯୋଉ ଦେଲେ, ମାନେ ଯେମିତିକି ଏକ୍ସାମ ଆମର ସିଟିଂ ଅଛି ତ ମୁଁ ଜାଣିନି ମେନ୍ସଟା ଆମର ମତେ ଲାଗୁଛି ଗୋଟେ ଦିନରେ ଗୋଟେ ସିଫ୍ଟରେ କରିଦେଇ ପାରନ୍ତି, ୟା ଫିର 2 ଦିନ ମୁଁ ଜାଣି କେତେ ପିଲା ସିଲେକ୍ଟ ହେଇଛନ୍ତି ସେଇ ହିସାବରେ ସେ କଣ କରିବ ତା ଉପରେ ଡିପେଣ୍ଡ କରେ OSSC O SSS ଉପରେ। ବଟ୍ ଆମେ ପ୍ରାୟ ସବୁ ସକାଳେ ହିଁ ଏକ୍ସାମଟା ହୁଏ ମର୍ଣ୍ଣିଂ ସିଫ୍ଟରେ। ତ ଯେତେବେଳେ ଆପଣ ଏକ୍ସାମ ଦଉଛନ୍ତି ମର୍ଣ୍ଣିଂ ସିଫ୍ଟରେ ହିଁ ମକଟା ଦେଇ ଦିଅନ୍ତୁ ସେଇ ହିସାବରେ। ତାପରେ ତାକୁ ମକ୍ ଟେଷ୍ଟଟାକୁ ଆପଣ ଆନାଲିସିସ୍ କରିବା ବେଶୀ ମୋର ଇମ୍ପୋର୍ଟାଣ୍ଟ, ବୁଝିପାରୁଛନ୍ତି। ଆଉ ଟ୍ରଷ୍ଟ ୟୁର ପ୍ରିପାରେସନ ଆଣ୍ଡ ଷ୍ଟେ କନଫିଡେଣ୍ଟ। ଆପଣ ନିଜ ଉପରେ କନଫିଡେନ୍ସ ରୁହନ୍ତୁ, ନିଜ ପ୍ରିପାରେସନ ଉପରେ କନଫିଡେନ୍ସ ରଖନ୍ତୁ, ସବୁ କ୍ଲିୟର ହବ। ହେଲା, ଏବେ ଆମେ ଯିବା ସବଜେକ୍ଟ ୱାଇଜ ଷ୍ଟ୍ରାଟେଜି ଉପରେ। ଆଉ ତାପରେ ମୁଁ ବେଷ୍ଟ ରିସୋର୍ସେସ୍ ବି ଆପଣଙ୍କୁ ତଳେ ଦେଖିବି, ବେଷ୍ଟ ରିସୋର୍ସେସ୍ର ମୁଁ ସବୁ ଜିନିଷ ରଖିଛି, କୋଉଠୁ ଆପଣ ପଢିଲେ ହବ। ଫ୍ରି ସବୁ ଜିନିଷ ଫ୍ରି ହିଁ ରହିବ। ହେଲା, କୋର ଫିଲୋସଫି ଆକ୍ୟୁରେସି ଓଭର ସ୍ପିଡ। ଆପଣ ଏଠି ସ୍ପିଡର କିଛି କାମ ହିଁ ନାହିଁ, ସ୍ପିଡର କିଛି ରିକ୍ୱାରମେଣ୍ଟ ହିଁ ନାହିଁ। ଆପଣଙ୍କ ପାଖରେ ଏନଫ୍ ଟାଇମ ଅଛି, ବହୁତ ଟାଇମ ଅଛି ମ୍ୟାଥର ପେପରକୁ ସଲ୍ଭ କରିବା ପାଇଁ। ଆମର ଯୋଉ ହାଇ ପ୍ରାୟୋରିଟି ଟପିକ୍ସ ରହିଛି ଯେମିତି ଆରିଥମେଟିକ୍ ଇଜ ଦ କିଙ୍ଗ। ଆରିଥମେଟିକ୍ ହିଁ ଆପଣଙ୍କର ମେନ୍ ରୋଲ ଇଏ କରିବ। परसेंटेज, प्रॉफिट लॉस, डिस्काउंट, तापर SICI, टाइम एंड वर्क, टाइम एंड डिस्टेंस, रेशियो प्रोपोर्शन, एवरेज, मिक्सचर एलिगेशन। एटा होची हमर हाई प्रायोरिटी टॉपिक गुरा। ताकू ही आपण क्लियर कर दियंतु, आपनकर अधा टॉपिक क्लियर हे जो मैथ रो। तापर मीडियम प्रायोरिटी हमर जो अलजेब्रा रहउची, बेसिक इक्वेशन, क्वाड्रेटिक इक्वेशन, देन मेंसुरेशन, नंबर सिस्टम, एटा गोटे मीडियम प्रायोरिटी रहइबो। तापर लो प्रायोरिटी रे हमर किंतु अकड़ इग्नोर कर परिबेनी ट्रिगोनोमेट्री, तापर डाटा इंटरप्रिटेशन जदी गोटे दिटा पड़ी जाए प्रोबेबिलिटी वगैरह जहां भी ए सब लो प्रायोरिटी रहउची। ए जिंस भी आपण क्लियर करबा पड़िबो। देन आसीबो हमर प्रिपरेशन अप्रोच। फर्स्ट 20 डेज आपनकर कांसेप्ट क्लियर करिवे, बेसिक प्रॉब्लम जा रहइला। तापर नेक्स्ट आपण प्रीवियस ईयर क्वेश्चन सॉल्व करिवे। तापर फेज रे आपण स्पीड एक्यूरेसी दीटा को मॉक रे आपण फोकस करिवे। हैला, YouTube कंटेंट गुरा हम आपन लास्ट को देखे देबी। तापर आसीबो जनरल स्टडीज ऊपर, ओडिसा जीके, करंट अफेयर्स, और रहला हमर कोन एटा स्टैटिक जीके। स्टैटिक जीके आपण इंडियन हिस्ट्री फोकस बेसी करिबा मॉडर्न हिस्ट्री ऊपर, मेडिएवल और रहला कोन एंशिएंट। पढ़ी पारे न पढ़ी पारे, बेसी पढ़ेनी, बेसी पढ़े एक्चुअली हमर मॉडर्न हिस्ट्री ऊपर, फ्रीडम स्ट्रगल जोटा। तापर हमर मेडिएवल और एंशिएंट आपण फोकस कले जति आपण पारे टाइम होउनी आ अल्प दिन अछि, जति आपण आगुरु पढिछन तो जस्ट ताको ओवरलुक करंतु। जति आपण पूरा टोटल नुआ टाइम माने दरकार नै, मो हिसाब रे दरकार नै, को स्किप करि परिबे। हैला, ता और रहला इंडियन पॉलिटी, ज्योग्राफी, इकोनॉमिक्स। आपण तो जानिथिबे, आपण प्रीलिम्स दिछन माने मेंस पे आपनकर ऑलरेडी माने नॉलेज थिबो। तापर और रहला करंट अफेयर्स लास्ट 6 मंथ कवर करंतु, सफिशिएंट रहइबो। नेशनल इंटरनेशनल इवेंट, स्पोर्ट्स, तापर अवार्ड, ऑनर्स साइंस टेक्नोलॉजी, बुक्स एंड जहाँ भी बुक्स एंड ऑथर, ए सब जिंस कवर करंतु। तापर ओडिसा जीके हमर हाईएस्ट वेटेज रहउची हमर ओडिसा ज्योग्राफी, ओडिसा हिस्ट्री, ओडिसा इकोनॉमी रो जो बजट स्कीम इंडस्ट्री हमर एबे जो आछि हमर फाइनेंशियल इएटा बजट ऊपर फोकस करंतु। तापर हमर ओडिसा ज्योग्राफी, ओडिसा हिस्ट्री हमर मो हिसाब रे जो हमर ओडिसा टेक्स्ट बुक जो चैनल अछि सबटु बेस्ट प्रिपरेशन हमर ओडिसा टेक्स्ट बुक चैनल करूची। मु सब जिंस देखैबे बेसी तळे अछि से जिंसटा स्लाइड रे। हमर ओडिसा ज्योग्राफी पर रिवर, डिस्ट्रिक्ट्स, मिनरल, डैम्स, तापर ओडिसा हिस्ट्री पर एंशिएंट किंगडम्स, फ्रीडम फाइटर्स, ट्राइबल हिस्ट्री जा सब रहिछि सब आपण कवर करंतु। हैला, तापर मेक ओडिसा जीके योर स्ट्रांग। हमर ओडिसा जीके तो सबुतरे पडुची आजकल जानचंदी। एबे तो हमर ओडिसा जीके हमर ओएससी सीजीएल प्रीलिम्स रे भी पडिबो। 25+ रखे ट्राई करंतु 40 रु। मो हिसाब रे 25+ एनफ, कहिना हमको एक्यूरेसी हमें
ଜିକେଟା ଆକ୍ଚୁଆଲି ଗୋଟେ ପୁରା ଓସିଆନ ଟାଇପ ର ଜିନିଷ। ଆପଣ ଯେତେ ମାନେ ଭିତରେ ପଶିବାକୁ ଟ୍ରାଏ କରିବେ ଆପଣ ଆହୁରି ପଶି ଚାଲିଥିବେ ଆଉ କେବେ ସରିବନି ସେ ଜିନିଷଟା। ତ ଯେତିକି ହେଇପାରୁଛି ତାକୁ ବାର ବାର ରିଭାଇଜିଂ କରନ୍ତୁ। ଆଉ ରହିଲା କରେଣ୍ଟ ଆଫେୟାର୍ସ, ଏଠି ଲେଖିଛି ନ୍ୟୁଜ ପେପର କିଛି ଦରକାର ନାହିଁ, ଆପଣ ପିଡିଏଫ ପଢିପାରିବେ, ଡେଲି ପିଡିଏଫ କିମ୍ବା ମନ୍ଥଲି କି ୱିକଲି ଆପଣ ଯାହା ଫଲୋ କରୁଛନ୍ତି ସେଇ ଜିନିଷ ଫଲୋ କରନ୍ତୁ, ଯାହା ଉପରେ ଟ୍ରଷ୍ଟ କରୁଛନ୍ତି ତାକୁ ହିଁ ଜଣକୁ ହିଁ ଟ୍ରଷ୍ଟ କରନ୍ତୁ। ଆଉ ରହିଲା ଷ୍ଟାଟିକ ଜିକେ, ଆଉ ତାକୁ ତାର ଏମସିକ୍ୟୁ ପ୍ରାକ୍ଟିସ କରନ୍ତୁ ଷ୍ଟାଟିକ ଜିକେ ର। ଆଉ ତାର ମୁଁ ୟୁଟ୍ୟୁବ ରିସୋର୍ସେସ ତଳେ ଦେବି, ଏକୁ ଛାଡ଼ନ୍ତୁ। ଏବେ ଆସିଲା ଆମ ଇଂଲିଶ ଲାଙ୍ଗୁଏଜ କୁ। ଇଂଲିଶ ଲାଙ୍ଗୁଏଜ ଆମର 40 ମାର୍କସ ର। ତାର ଷ୍ଟ୍ରାଟେଜି କଣ? ଷ୍ଟ୍ରାଟେଜି ହଉଛି ଆମର ଗ୍ରାମର। ଗ୍ରାମର ଇଜ ୟୋର ସେଭିୟର। ଆପଣଙ୍କୁ ଗ୍ରାମର ଉପରେ ପୁରା ମାଷ୍ଟର କରିବାର ଅଛି। ପାର୍ଟସ ଅଫ ସ୍ପିଚ, ଟେନ୍ସ, ଭଏସ ଚେଞ୍ଜ, ଯୋଉ ନାରେସନ, ଆର୍ଟିକल्स, ପ୍ରିपोଜିସନ, ସବଜେକ୍ଟ ଭର୍ବ ଆଗ୍ରିମେंट, ସବୁଥିରେ ଆପଣଙ୍କୁ ଗ୍ରାମର ର ସବୁ ଯାକ ରୁଲ, ଆମର 120 ରୁଲ ଅଛି, ତାକୁ ତାକୁ ଘୋଷି ଦିଅନ୍ତୁ। ଘୋଷି ଦିଅନ୍ତୁ ମାନେ କଣ? ତାକୁ ପଢିବେ, ତାକୁ ମନେ ରଖିବେ, କଣ ଘୋଷିବାର କଣ ଅଛି? ଘୋଷାଳ ହବାର ଅଛି ନା ଥୋଡି ନା କଣ? ତାକୁ ବାର ଏମସିକ୍ୟୁ ପ୍ରାକ୍ଟିସ କଲେ ଆପଣଙ୍କର ମନେ ରହିଯିବ। ବହୁତ ସାରା ଏମସିକ୍ୟୁ ରହିଛି ଆମର ୟୁଟ୍ୟୁବ ରେ, ସାର୍ ମାନେ ପଢଉଛନ୍ତି, ତାକୁ ଦେଖିପାରିବେ। ତାପରେ ଭୋକାବୁଲାରି, ସିନୋନିମ, ଆଣ୍ଟୋନିମ୍ସ, ଡେଲି ଆପଣ କଣ କରିପାରିବେ? 20ଟା ୱାର୍ଡ ନୂଆ ନୂଆ ଜିନିଷ ଆପଣ ନୋଟ ଡାଉନ କରିପାରିବେ କିମ୍ବା ପଢିପାରିବେ। ୱାନ୍ ୱାର୍ଡ ସବଷ୍ଟିଟ୍ୟୁସନ, ଇଡିୟମ ଆଣ୍ଡ ଫ୍ରେଜେସ, ସବୁ ମାନେ ଇଂଲିଶଟା ଆକ୍ଚୁଆଲି କହିବାକୁ ଗଲେ ଯୋଉମାନେ ପ୍ରାକ୍ଟିସ କରୁଛନ୍ତି, ବାର ଡେଲି ପ୍ରାକ୍ଟିସ କରୁଛନ୍ତି, ଆକ୍ଚୁଆଲି ଇଂଲିଶଟା ନା ମାନେ କହିଲେ ପିଲାଙ୍କର ଆପେ ଆପେ ହେଇଯାଏ। ମୁଁ ଦେଖିଛି, ମାନେ ମୁଁ ପିଲା ଏମିତି ଅଛନ୍ତି ନ୍ୟୁଜ ପେପର ପଢନ୍ତି ନାହିଁ, କଣ ଇଂଲିଶ ମୁଭି ଦେଖିଦେବେ, ଇଂଲିଶ ସିରିଜ ଦେଖିଦେବେ, ତାଙ୍କର ଇଂଲିଶ ହେଇଯାଏ। ଆଉ ମକ୍ ଟେଷ୍ଟ ଦିଅନ୍ତି ସେମାନେ ଇଂଲିଶରେ। ଯୋଉମାନଙ୍କର କେମିତି କଣ ଷ୍ଟ୍ରାଟେଜି ରହୁଛି ତାଙ୍କ ଉପରେ ଡିପେଣ୍ଡ କରେ କେମିତି ଇଂଲିଶକୁ ସେମାନେ କୋଉ ହିସାବରେ ଦେଖନ୍ତି। ମୁଁ ଦେଖିଛି ପିଲାମାନେ ବସିକି ନ୍ୟୁଜ ପେପର ପଢୁଥିବେ, ଅଣ୍ଡରଲାଇନ କରୁଥିବେ, ୱାର୍ଡ ଲେଖୁଥିବେ ବସିକି, ସେମାନଙ୍କର ଇଂଲିଶ ହଉନଥିବ। ବଟ୍ ଯୋଉମାନେ ଗୋଟେ ପିଲା ଅଛନ୍ତି ଇଂଲିଶରେ ଖାଲି ନ୍ୟୁଜ ମାନେ ନ୍ୟୁଜ ଦେଖି ଦିଅନ୍ତି ଚ୍ୟାନେଲରୁ, ୟୁଟ୍ୟୁବରୁ, କିମ୍ବା ଆମର ରହିଲା କଣ ସେଟା ଇଂଲିଶ ସିରିଜ କିମ୍ବା ଇଂଲିଶ ମୁଭି ଦେଖି ଦିଅନ୍ତି, ସେମାନଙ୍କର ହେଇଯାଏ ଇଂଲିଶ। ତ ଡିପେଣ୍ଡ କରେ ଆପଣଙ୍କର କେମିତି କଣ ରହୁଛି, ଆପଣଙ୍କ ନିଜ ପର୍ସନାଲ ଚଏସ ସେଟା ଆପଣଙ୍କର ଇଂଲିଶଟା କେମିତି କଣ ଆପଣ ପ୍ରିପେୟାର କରିବେ। ତାପରେ ସେଣ୍ଟେନ୍ସ ସ୍କିଲ ଆମର ସ୍ପଟିଂ ଯୋଉ ଏରର ସ୍ପଟିଂ ରହିବ, ତାପରେ ସେଣ୍ଟେନ୍ସ ଇମ୍ପ୍ରୁଭମେଣ୍ଟ, ପାରାଜାମ୍ପଲ୍ସ, ରିଡିଂ କମ୍ପ୍ରିହେନସନ, ଏସବୁ ଜିନିଷ ଆପଣ ଇଜିଲି କରିପାରିବେ। ମୋ ହିସାବରେ ଇଂଲିଶ ବେଶୀ ଟଫ୍ ରହିବନି, ଆପଣ ଇଂଲିଶ ଇଜିଲି କ୍ରାକ୍ କରିପାରିବେ। ପ୍ରିପାରେସନ ଆପ୍ରୋଚ ଆମର ଫାଷ୍ଟ କମ୍ପ୍ଲିଟ ଗ୍ରାମର ଥିଓରି, ଆପଣ ଗ୍ରାମରକୁ ପୁରା କମ୍ପ୍ଲିଟଲି କଭର କରନ୍ତୁ। ଆପଣ 50 ପ୍ରାକ୍ଟିସ, ଆପଣ ଡେଲି ପ୍ରାକ୍ଟିସ କରନ୍ତୁ 50+ ଗ୍ରାମର। ଆପଣ ନେଟରେ ସର୍ଚ୍ଚ କରିଦେଲେ ଗଦାଏ କ୍ୱେଶ୍ଚିନ୍ ବାହାରିଯିବ। ଏମିତି ପିଡିଏଫ ପଢିଛି, ଅନର୍ଜପ୍ତ ପିଡିଏଫ ପଢିଛି, ଆପଣ ନେଟରେ ସର୍ଚ୍ଚ କରନ୍ତୁ, 50+ ଗ୍ରାମର କ୍ୱେଶ୍ଚିନ୍ ଡେଲି ସଲ୍ଭ କରନ୍ତୁ। ଇଂଲିଶ ମୁଁ ଯୋଉ କହିଲି ଇଂଲିଶ ନ୍ୟୁଜ ପେପର ଆର୍ଟିକଲ ଯଦି ଆପଣଙ୍କର ଇଚ୍ଛା ଅଛି ପଢିଲେ ପଢିବେ, ନହେଲେ ନାହିଁ। ମୁଁ ତ ପଢେନି, ମତେ ଇଚ୍ଛା ହିଁ ହୁଏନି ପଢିବାକୁ। ମୁଁ ମୋ କଥା କହୁଛି, ଆପଣ ନା କହିବେ କି ତୁ ତ ପଢୁନୁ, କାହିଁକି କଥା ତ କରୁଛୁ। ଇଚ୍ଛା ନାହିଁ ୟାର ଭାଇ, ମତେ ଇଚ୍ଛା ନାହିଁ ପଢିବାକୁ। ତାପରେ ସଲ୍ଭ ପ୍ରିଭିୟସ୍ ଇଂଲିଶ ପେପର, ମୁଁ ଆପଣଙ୍କୁ ଦେଖେଇଦେବି ଜିନିଷଟା। ୟୁଟ୍ୟୁବ ଆପଣ ଟିକେ ତଳକୁ ଗଲେ ପରେ ଆପଣଙ୍କୁ ସୋର୍ସ ଦେଖେଇବି। ଏସବୁ ଛାଡ଼ନ୍ତୁ, ସେ ଲେଖା ହେଇଛି ଇଂଲିଶ ଆଡା 247, ସେଟା ଛାଡ଼ନ୍ତୁ। ଏବେ ଆସିବା ଓଡିଆ ଲାଙ୍ଗୁଏଜ। ଓଡିଆ ମାର୍କ 20 ମାର୍କର ପଡୁଛି, ମୋ ହିସାବରେ ଟିକେ ଅଧିକ ଦବା କଥା ଓଡିଆ ଲାଙ୍ଗୁଏଜ, ମାନେ ଆମର ଓଡିଆ ପେପରଟା। ଟିକେ ଦେଖିଦିଅନ୍ତୁ, ଏଟା ଠିକ ସେ ଟାଇପିଂ ହେଇପାରିଲାନି ଠିକ ସେ, ଟିକେ ଭୁଲଭାଲ ପିଡିଏଫ ନେଇଛି ସେ। ଏଇଠି ଦେଖିଦିଅନ୍ତୁ ଯାହା ଲେଖା ହେଇଛି, ଆପଣ କୋର ଗ୍ରାମରକୁ ଆପଣ ପୁରା କମ୍ପ୍ଲିଟଲି ଫୋକସ କରନ୍ତୁ। ଆମର ସନ୍ଧି, ସମାସ, କାରକ, ବିଭକ୍ତି, ତାପରେ ଶୁଦ୍ଧି ଅଶୁଦ୍ଧି, ତାପରେ ସେଣ୍ଟେନ୍ସ ସେପ୍ ଯୋଉ ବାକ୍ୟ ଇଏଟା, ଲିଙ୍ଗ, ବଚନ, ଏସବୁ ମେନ୍ ଆମର ଗ୍ରାମାର ଟପିକ ଗୁରା। ତାପରେ ଭୋକାବୁଲାରି ଆମର ପ୍ରତିଶବ୍ଦ, ବିପରୀତ ଶବ୍ଦ, ରୂଢି, ଲୋକବାଣୀ, ତାପରେ ରିଡିଂ ସ୍କିଲ୍ ଯୋଉ ଆମର ଅନୁଚ୍ଛେଦ ଅନୁବାଦ ପଡୁଛି। ମେନ୍ସରେ ପଢିବ କି ନ ପଢିବ ମୁଁ ସିଓର ନାହିଁ, କିନ୍ତୁ ଏଥିରେ ଇଜି ଅଛି, ଜିନିଷ କିଛି ପ୍ରୋବ୍ଲେମ ନାହିଁ। ମେନ୍ ଜିନିଷ ହଉଛି ଆମର ଏଇ ଯୋଉ ବ୍ୟାକରଣ ଟାଇପର, ଆମର ଯୋଉ ଗ୍ରାମାର, ଓଡିଆ ଗ୍ରାମାର ଅଛି, ସନ୍ଧି, ସମାସ, ଏଗୁରା ଏସବୁରେ ଆପଣ ବାର ପ୍ରାକ୍ଟିସ କରନ୍ତୁ। ଯଦି ଆପଣଙ୍କର କନସେପ୍ଟ କ୍ଲିୟର ନାହିଁ, ଆପଣ ଯୋଉ ଫେଜ 1 ମୁଁ ଆପଣଙ୍କୁ କହିଲି 1 ରୁ 20 ଡେଜ ଭିତରେ ଆପଣ ଯୋଉ ବେସିକ କ୍ଲିୟର କରିବାର ଅଛି, ସେ ବେସିକଟା କ୍ଲିୟର କରନ୍ତୁ। ଆପଣଙ୍କର ବ୍ୟାକରଣ ଉପରେ, ଓଡିଆ ଗ୍ରାମାର ଉପରେ ଆପଣଙ୍କର କମାଣ୍ଡ ଆସିବା ଦରକାର। ଯଦି ଆପଣ ବାର କ୍ୱେଶ୍ଚିନ୍ ସଲ୍ଭ ନ କଲେ ଆପଣଙ୍କର ହବନି। ଆପଣ ଇଂଲିଶ ଗ୍ରାମାର ମାନେ ଠିକ କରିଦେବେ, କିନ୍ତୁ ଓଡିଆ ଗ୍ରାମାର ଠିକ କରିପାରିବେନି। ଓଡିଆ ଗ୍ରାମାର ବହୁତ ଆମେ ଜାଣୁଛେ କି ଆମର ଓଡିଆରୁ ଓଡିଶାରୁ ବିଲଙ୍ଗ କରୁଛେ, କିନ୍ତୁ ଓଡିଆ ଆମର ଗ୍ରାମାର ହିଁ ଭୁଲ ହୁଏ, ପ୍ରାୟ ଗ୍ରାମାର ଓଡିଆରୁ ହିଁ ଭୁଲ ହୁଏ। ଇଂଲିଶ ଗ୍ରାମାର ଇଜିଲି କରିଦେବା ଆମେ। ମୋର ତ ଓଡିଆ ବହୁତ ଖରାପ ହୁଏ, ମୁଁ ଜାଣିନି କଣ ପାଇଁ, ମୋର ଓଡିଆ ହିଁ ହୁଏନି ଠିକ ସେ। ତ ମୁଁ ମୋ ହିସାବରେ ମୁଁ ଏବେ ଓଡିଆ ଉପରେ ଫୋକସ କରିବି। ତାପରେ ଓଡିଆ ଗ୍ରାମାର ଇଜ ଭେରି ସ୍କୋରିଂ, ଡୋଣ୍ଟ ନେଗ୍ଲେକ୍ଟ ଇଟ୍। ପ୍ରାକ୍ଟିସ ଗ୍ରାମାର ଏମସିକ୍ୟୁ ଏକ୍ସଟେନ୍ସିଭଲି, ଆପଣ ଗ୍ରାମାର ଆମର ଯାହା ବି ରହିଲା ଏମସିକ୍ୟୁ ତାପରେ ପ୍ରାକ୍ଟିସ କରନ୍ତୁ। ନ୍ୟୁଜ ପେପର ପଢିବା ଦରକାର ନାହିଁ, ଛାଡି ଦିଅନ୍ତୁ, ଛାଡ। ତାପରେ this section can give you an extra edge over others। ଆପଣ ଏଇ ଯୋଉ 20 ମାର୍କ ରହିଲା, ଅଲଗା ଯୋଉ ଏକ୍ସାମ ଅଲଗା ପେପର ଅଛି ତା ଉପରେ ଆପଣଙ୍କୁ ଏକ୍ସଟ୍ରା ଏଜ୍ ଦେଇପାରିବ, ଯଦି ଆପଣ ସେତିକି ପ୍ରାକ୍ଟିସ କରିଥିବେ ତ। ୟୁଟ୍ୟୁବ ରିସୋର୍ସ ଛାଡି ଦିଅନ୍ତୁ ତାକୁ। ନେକ୍ସଟ ଅଛି ଆମେ କମ୍ପ୍ୟୁଟର ଆୱାରନେସ ଉପରେ। କମ୍ପ୍ୟୁଟର ଆୱାରନେସ 40 ମାର୍କର ଦେଇଛି ଭାଇ, 40 ମାର୍କର କମ୍ପ୍ୟୁଟର ଆୱାରନେସ। ପ୍ରାକ୍ଟିକାଲ ଆପ୍ରୋଚ, ଆପଣ ଟ୍ରାଏ ଟୁ ପ୍ରାକ୍ଟିସ ଅନ୍ ପିସି। ଯଦି ଆପଣଙ୍କର ପିସି ଅଛି
ତାହେଲେ ଆପଣ ଯଦି ପସିବଲ୍ ହେଇପାରୁଛି ପିସି ଉପରେ ଟିକେ ପ୍ରାକ୍ଟିସ୍ କରନ୍ତୁ, ସେ ଜିନିଷ ମନେ ରହିଯିବ। ଆମର ଯୋଉ MS ଅଫିସ୍ ଜିନିଷଟା ରହିଛି ନା, ଏଇ ଜିନିଷ ଆପଣ ଯଦି ଆପଣଙ୍କ ପିସି ଅଛି ଆପଣଙ୍କୁ ବାର ବାର ପ୍ରାକ୍ଟିସ୍ କରନ୍ତୁ ସେ ଜିନିଷ। ଯଦି ଆପଣ ଗୋଟେ ମନେକର ଆପଣଙ୍କର ଗୋଟେ କ୍ୱେଶ୍ଚିନ୍ ପଡିଲା, ସେ କ୍ୱେଶ୍ଚିନ୍ଟାକୁ ଆପଣ ଯଦି ପିସି ଉପରେ ଯାଇକି ଆପ୍ଲାଏ କରିଦେବେ, ସେ ଜିନିଷ ଧଡକିନା ମନେ ରହିଯିବ, ଆପଣ ଭୁଲିବେନି ନେକ୍ସଟ ଟାଇମକୁ। ତା ଯୋଉ ସର୍ଟକଟ୍ କି ବଗେରା ରହିଛି ସେ ସବୁ ଜିନିଷ, ୱିଣ୍ଡୋଜ ଅପରେଟିଂ ସିଷ୍ଟମ, ଇନପୁଟ ଆଉଟପୁଟ ଡିଭାଇସ, ମେମୋରି ଟାଇପ, ଷ୍ଟୋରେଜ ଡିଭାଇସ, ତାପରେ ଇଣ୍ଟରନେଟ ସର୍ଭିସ ର ଯୋଉ ଜିନିଷ ଗୁରା www, HTTP, ଏ ଯୋଉ ଇମେଲ ହ୍ୟାଣ୍ଡଲିଂ, સોશિયલ મીડિયા અવેરનેસ, ତାପରେ ଫଣ୍ଡାମେଣ୍ଟାଲ ଯୋଉ କମ୍ପ୍ୟୁଟର ଜେନେରେସନ, ହାର୍ଡୱେयर ସଫ୍ଟୱେयर, ପ୍ରୋଗ୍ରାମ ବେସିକ୍ସ, ଡାଟାବେସ୍, ନେଟୱାର୍କିଂ ବେସିସ୍, ଏସବୁ ଜିନିଷ ଆପଣଙ୍କୁ କଭର କରିବାକୁ ପଡିବ। ମାରାଥନ ସେସନ ଅଛି ଆମର ୟୁଟ୍ୟୁବରେ, ଓଡ଼ିଆରେ ଅଛି, ହିନ୍ଦୀରେ ଅଛି, ଆପଣ ଚାହିଁଲେ ଦେଖିପାରିବେ। ସେ ଜିନିଷ ଆପଣ କନସେପ୍ଟ କ୍ଲିୟର କରିଦିଅନ୍ତୁ। ତାପରେ ଆମର MCQ ଭିଡିଓ ବି ରହୁଛି, ଆପଣ MCQ ପ୍ରାକ୍ଟିସ କରିପାରିବେ। ଆମର ଓଡ଼ିଆରେ କିଛି ହିନ୍ଦୀ ଦରକାର ନାହିଁ, ଆମର ଓଡ଼ିଆ କଣ୍ଟେଣ୍ଟ ବହୁତ ଅଛି, ଭରପୁର ହେଇକି ଅଛି ଆମର ଓଡ଼ିଆ କଣ୍ଟେଣ୍ଟ, ଠିକ ଅଛି। ତାପରେ ଏବେ ଆମର ଡେଲି ସେଡ୍ୟୁଲ ଦେଖନ୍ତୁ, ଯଦି ଆପଣ ଆକୁ ଫଲୋ କରିବାକୁ ଚାହିଁବେ ତ ଫଲୋ କରିପାରିବେ, କିନ୍ତୁ ଯେହେତୁ ମୁଁ ଗୋଟେ ଜବ ହୋଲ୍ଡର ମୁଁ କରିପାରିବିନି, ମୁଁ ଆପଣଙ୍କ ପାଇଁ ଏଇଟା ବନେଇଛି। ଆପଣ ଯଦି ଏଟାକୁ ସ୍କ୍ରିନଶଟ ନେଇଯାଆନ୍ତୁ, ଆପଣ ଯଦି କରିପାରିବେ ତ କରନ୍ତୁ, ନହେଲେ ନିଜ ନିଜର ପର୍ସନାଲ ଚଏସ୍ ଅଛି ହେଲା। ମୁଁ ଆ ବିଷୟରେ କିଛି କହିବାକୁ ଚାହୁଁନି, ଜଷ୍ଟ ଆକୁ ମୁଁ ପଜ ମାରିଛି, ଆକୁ ସ୍କ୍ରିନଶଟ ନେଇପାରିବେ। ତାପରେ ଏବେ ଆସିବା ମକ୍ ଟେଷ୍ଟ ଷ୍ଟ୍ରାଟେଜିକୁ। ମକ୍ ଟେଷ୍ଟ ଆଗରୁ ଯୋଉ ଜିନିଷ କହିଲି, ମାନେ ବିଲ୍ଡ ୟୋର ଏକ୍ସାମ ଟେମ୍ପରାମେଣ୍ଟ ଆଣ୍ଡ ଷ୍ଟାମିନା। ଆପଣ ନିଜ ହିସାବରେ ଆପଣଙ୍କ ଷ୍ଟାମିନା ବିଲ୍ଡ କରନ୍ତୁ, ଆପଣଙ୍କ ଟେମ୍ପରାମେଣ୍ଟ କ'ଣ ଆପଣ ନିଜେ ଜାଣିଥିବେ। ଆପଣଙ୍କର ୱିକ୍ ଏରିଆ ଉପରେ ଆପଣ ଫୋକସ କରନ୍ତୁ, ଆପଣ ଆକ୍ଚୁଆଲି ମକ୍ ଦେଲେ ହିଁ ଜାଣିପାରିବେ କି ଆପଣଙ୍କର ୱିକ୍ ଏରିଆ କୋଉଠି ରହୁଛି। ତାପରେ ଆମର ଯୋଉ ଟାଇମ ମ୍ୟାନେଜମେଣ୍ଟ, ଏବେ RI ମେନ୍ସ ପାଇଁ ଟାଇମ ମ୍ୟାନେଜମେଣ୍ଟ ବେଶୀ କ୍ରୁସିଆଲ ନୁହଁ, କାହିଁକି ନା ଏନଫ୍ ଟାଇମ ମିଳୁଛି, 180 ମିନିଟ୍ସ ବହୁତ ଆମ ହିସାବରେ। ଆଉ ଯୋଉ ଆପଣଙ୍କର ଯୋଉ ଏକ୍ସାମ ଡେ ଆନଜାଇଟି ଅଛି, ତା ଉପରେ ଆପଣ ଫୋକସ କରିବା କଥା। ପିଲା ଅଛନ୍ତି ଏକ୍ସାମ ଡେ ହିଁ ଯାଇକି ଟିକେ ପ୍ୟାନିକ ହେଇଯାଆନ୍ତି, ଏକ୍ସାମ ଖରାପ କରିକି ଆସନ୍ତି ପେପର, ତ ସେଇ ହିସାବରେ ଆପଣଙ୍କୁ ପ୍ରିପେୟାର ହବାର ଅଛି। ଆଉ ରହିଲା ମକ୍ ଟେଷ୍ଟ ଆପଣ କେମିତି ଦେବେ, ଆପଣ ଗୋଟେ ସିଡ୍ୟୁଲ କରିଦିଅନ୍ତୁ। ଆପଣଙ୍କୁ 3-4 ଦିନରେ ଆପଣ ଗୋଟେ ଏକ୍ସାମ ଦେଲେ ବି, ଗୋଟେ ମକ୍ ଦେଲେ ବି ଚଳିବ, କିମ୍ବା ପିଲା ଅଛନ୍ତି ତ ଏଭ୍ରି ଡେ ମକ୍ ଦଉଛନ୍ତି ହେଲା। ଆପଣଙ୍କ ହିସାବରେ ଆପଣଙ୍କୁ ଯୋଉ ଜିନିଷ ସୁଇଟେବଲ ଆପଣ ସେଇ ହିସାବରେ ଆପଣ ସିଡ୍ୟୁଲ ରଖନ୍ତୁ। ଟାଇମିଂଟା ଯୋଉଠି ଟାଇମିଂ ଲେଖିଛି, ଆକ୍ଚୁଆଲି ଆଇଡିଆଲି ମର୍ଣ୍ଣିଂ ଆମର ଆକ୍ଚୁଆଲ ଟାଇମିଂ ହବା କଥା ମକ୍ ଟେଷ୍ଟର, କାହିଁକିନା ଏକ୍ସାମ ସବୁବେଳେ ସକାଳେ ହିଁ ହୁଏ। ଆଉ ଆପଣଙ୍କର ଏନଭାୟରମେଣ୍ଟ ଯୋଉ ଜିନିଷ କହିଲି, ନୋ ଫୋନ, ନୋ ଇଣ୍ଟରପ୍ସନ, ଫ୍ୟାମିଲିକୁ ବି କହିଦେବେ କିଛି ଡିଷ୍ଟର୍ବ କରିବେନି ହେଲା। ଯେମିତି ଏକ୍ସାମ କଣ୍ଡିସନ ପୁରା ଶାନ୍ତ ମାହୋଲ ଥିବ, କିଛି ଡିଷ୍ଟ୍ରାକ୍ସନ ନଥିବ, ସେଇ ଏକ୍ସାମ ଏନଭାୟରମେଣ୍ଟ ଟାଇପର ଆପଣ କରିକି ଆପଣ ମକ୍ ଦେଲେ ବେଟର ହବ। ଫୁଲ ଡ୍ୟୁରେସନ ଆପଣ ପୁରା 3 ଆୱାର ବସିବାକୁ ବାଧ୍ୟ, ଯେହେତୁ ଆପଣ 3 ଆୱାର ବସିବେ ଏକ୍ସାମ ହଲରେ, ଆପଣ ଘରେ ବି 3 ଆୱାର ବସିବାକୁ ବାଧ୍ୟ। ସେଇ ଜିନିଷ ଆପଣ ହାବିଟ କରିଦିଅନ୍ତୁ। ଆଉ ରହିଲା ପେପରଟା, ଏଟା କୋଉ OMR ହବ କି CBT ମୋଡରେ ହବ ଜଣା ନାହିଁ, ସେଟା ଦେଖିବା, ସେଟା ପରେ ଦେଖିବା। ତାପରେ ନେକ୍ସଟ ଜିନିଷ ହଉଛି ଆମର ମକ୍ ଆନାଲିସିସ୍ କରିବା। ଦିସ୍ ଇଜ ମୋର ଇମ୍ପୋର୍ଟାଣ୍ଟ ଦେନ୍ ଟେକିଂ ଦି ଟେଷ୍ଟ। ଆପଣ ମକ୍ ଟେଷ୍ଟ ଦବାଟା ଯେତିକି ଇମ୍ପୋର୍ଟାଣ୍ଟ ନୁହଁ, ତାକୁ ଆନାଲିସିସ୍ କରିବା ସେତିକି ବେଶୀ ଇମ୍ପୋର୍ଟାଣ୍ଟ। ଆପଣ ଯୋଉ ମୋ ହିସାବରେ ମକ୍ ଟା 3 ଆୱାର ଅଛି ନା, ମକ୍ ଟା ଆପଣ ସେଇ 2-3 ଆୱାର୍ସ ଆପଣ ମକ୍ ର ଆନାଲିସିସ୍ ବି କରିବାକୁ ପଡିବ। ଆପଣ ଯୋଉ ମିଷ୍ଟେକ୍ସ ଅଛି ତାକୁ କାଟାଗୋରାଇଜ କରିଦିଅନ୍ତୁ, ଯେମିତି ନଲେଜ ଗ୍ୟାପ୍ ଗୋଟେ ରହୁଛି, ଆପଣ ଯଦି କୋଉ ଜିନିଷ ଜାଣିନାହାନ୍ତି ସେ ଜିନିଷ ଛାଡିଛନ୍ତି, ସ୍କିପ୍ ମାରୁଛନ୍ତି, ସେଟା ଗୋଟେ ରହିବ। ସିଲି ମିଷ୍ଟେକ୍, ଆପଣ କୋଉ ଜିନିଷ ଆପଣ ସିଲି ମିଷ୍ଟେକ୍ କରୁଛନ୍ତି, ମନେକର ମାଇନସ୍ ଜାଗାରେ ପ୍ଲସ୍ କରିଦେଇଛନ୍ତି, କିମ୍ବା ମଲ୍ଟିପ୍ଲାଏ ଜାଗାରେ ହରି ଦେଇଛନ୍ତି, କିମ୍ବା କିଛି ଗୋଟେ ଜିନିଷ ଆପଣ ଏପଟ ସେପଟ ଗୋଟେ ନମ୍ବର ପଏଣ୍ଟ ହେଇଥାନ୍ତା ସେ ଜିନିଷ ଛାଡି ଦେଇଛନ୍ତି, ସେ ଯୋଉ ସିଲି ମିଷ୍ଟେକ୍ ତାକୁ ବି ମାର୍କ କରନ୍ତୁ। ଟାଇମ ମ୍ୟାନେଜମେଣ୍ଟ, ଏଟା ବେଶୀ କିଛି ଜିନିଷ ନ ଛାଡି ଦିଅନ୍ତୁ। ଆଉ ରହିଲା ଗେସିଂ, ଆପଣ ଯୋଉ ଜିନିଷ ଗେସ୍ କରିକି ତୁକା ମାରୁଛନ୍ତି କି 50-50 ଚାନ୍ସ ନେଇକି ମାରୁଛନ୍ତି, ଅପସନ ଏଲିମିନେସନ ମେଥଡ ୟୁଜ କରନ୍ତୁ। ଆଉ ଗୋଟେ ଜିନିଷ ଆମର ମ୍ୟାଥରେ ଅପସନ ଥ୍ରୋରେ ହିଁ ଗୋଟେ ଜିନିଷ ହେଇଯାଏ, ଗୋଟେ କ୍ୱେଶ୍ଚନ ହେଇଯାଏ। ଆପଣ ଅପସନକୁ ବି ୟୁଜ କରିପାରିବେ ଆପଣଙ୍କ ଆଜ ଏ ବ୍ରହ୍ମାସ୍ତ୍ର, ଠିକ ଅଛି। ଆପଣ ନିଜର ସେପାରେଟ ନୋଟ, ଯୋଉ ମିଷ୍ଟେକ୍ ବାହାରୁଛି ତାର ସେପାରେଟ ନୋଟ ବନାନ୍ତୁ। ଆପଣ ରିଭାଇଜ କରନ୍ତୁ, ୱିକ୍ ଟପିକ ଆପଣଙ୍କର କଣ ୱିକ୍ ଟପିକ ରହୁଛି ତାକୁ ଆଇଡେଣ୍ଟିଫାଇ କରନ୍ତୁ, ତାକୁ ରିଭାଇଜ କରନ୍ତୁ। ଆପଣଙ୍କର ଯୋଉ ଇମ୍ପ୍ରୁଭମେଣ୍ଟ ତାକୁ କେମିତି ହବ, ତାକୁ ମଲ୍ଟିପଲ ମକ୍ ଦିଅନ୍ତୁ। ଆପଣଙ୍କର ଯୋଉ ଜିନିଷଟା ଅଛି ତାକୁ ଟ୍ରାକ୍ କରନ୍ତୁ, ଆପଣ କେମିତି ଇମ୍ପ୍ରୁଭମେଣ୍ଟ କରିବେ ହେଲା। ତାପରେ ଏମ୍ ଫର କନସିଷ୍ଟେଣ୍ଟ 120+ ସ୍କୋର। ଆମର 180ର ଏକ୍ସାମଟା ଆମେ 120+ ଯେମିତି ହେଲେ ସ୍କୋର କରିବା, ଏଇଟା ଆମର ଗୋଟେ ମାନେ ଏମ୍ ରହିବା ଦରକାର। ଆଉ କନସିଷ୍ଟେନ୍ସି କି ଆପଣ ଟ୍ରାଏ କରିବେ ଯେମିତି ବାର ସେମ୍ ସ୍କୋର ରିପିଟ୍ କରିବା ପାଇଁ। ଅବଭିୟସ୍ କଥା, ଆପଣ ବଢେଇବାକୁ ଟ୍ରାଏ କରିବେ ହେଲା। ଏମିତି ନାହିଁ କି କୋଉ ଦିନ ସବୁ ଜିନିଷ ସମାନ ନୁହଁ, କେତେବେଳେ ସ୍କୋର କମି ଯାଇପାରେ, କେତେବେଳେ ବଢି ଯାଇପାରେ, କିନ୍ତୁ ଆପଣ ଟ୍ରାଏ କରିବେ କନସିଷ୍ଟେନ୍ସି ରହିବାକୁ ହେଲା। ଆଉ ରହିଲା ଲାଷ୍ଟ ୱିକ୍ ବିଫୋର ଏକ୍ସାମ ପୂର୍ବରୁ ପ୍ୟାନିକ ହବାର ନାହିଁ, ଜଷ୍ଟ ରିଭିଜନ କରନ୍ତୁ। ଆପଣଙ୍କ ଯୋଉ ନୋଟ ବନେଇଛନ୍ତି, ଫର୍ମୁଲା ସିଟ୍ ବନେଇଛନ୍ତି, କରେଣ୍ଟ ଆଫେୟାର୍ସ PDF ଅଛି, ଟିକେ ମାନେ ମାଇଣ୍ଡସେଟ୍ କୁ କାମ ରଖନ୍ତୁ, କମ୍ପୋଜ ରଖନ୍ତୁ। ଫାଇନାଲ ଟଚଅପ୍ ଦେବାର ଅଛି ଫାଇନାଲ ୱିକରେ, ଆମର ନୋଟିଫିକେସନ ବାହାରିଯିବ, ଆପଣ ଜାଣିଦେବେ କେବେ ଏକ୍ସାମ ହବାର ଅଛି। ଫାଇନାଲ ୱିକରେ ଜଷ୍ଟ ଖାଲି ଫର୍ମୁଲା, ଗ୍ରାମାର ରୁଲ୍ସ ବଗେରା, କରେଣ୍ଟ ଆଫେୟାର୍ସ, ଜିକେ ବଗେରା ଯାହା ବି ସବୁ ଅଛି ଟିକେ ସର୍ଟ ନୋଟ୍ସ ରଖିଥିବେ, ବାସ୍ ଓଭରଲୁକ୍ କରିବାର ଅଛି, ଠିକ ଅଛି। ଡେ ବିଫୋର ଏକ୍ସାମ ସେଇ ଜିନିଷ ହିଁ, କିଛି ଏତେ ହାର୍ଡ ଜିନିଷ ନୁହଁ, ଆଡମିଟ୍ କାର୍ଡ ବଗେରା, ପେନ୍ ପେନ୍ସିଲ ଏସବୁ ଏକ୍ସାମ ଡେଟ୍ ବାହାରୁ ସେତେବେଳେ କଥା ହବ।
बहुत गपी देलेनी तापर अटेम्प्ट मो हिसाब रे मु एमती अटेम्प्ट करिवि एटा मो जिंस लिखिछि एटा कंप्लीटली मो चॉइस आपन को हिसाब रे आपन जो थरे आपन स्ट्रांग होसन से जिंस आपन करि परिबे मो हिसाब रे मु फास्ट स्टार्टिंग हमर मु ओडिया ही करे इजी अछि काइना इजी आउ एटा हमर कॉन्फिडेंस बिल्ड करिवो 20 मार्क टा तापर कंप्यूटर को आसे मु कहिना कंप्यूटर जो मन के स्ट्रांग सब्जेक्ट अछि कंप्यूटर अपन इजीली कर परिबे देन जीके जीके मो हिसाब रे मु बेले बेले कोन करे इंग्लिश परे करे किबा मु एबे आइदर ए जीके 3 नंबर टा को 4 को आनी पारे किबा 4 को 3 को आनी पारे डिपेंड करे मो माने क्वेश्चन केमती कोन पडिछि मु फास्ट ओवरलुक करते केना एनफ टाइम अछि अपन आराम से जिंस क्वेश्चन ओवरलुक कर परिबे को जिंस आसुछि को जिंस आसुनी काहे ना एग्जाम हॉल भीतर आपन कॉन्फिडेंस बूस्ट होबार अछि जति आपन कॉन्फिडेंस आपन जति फास्ट मैथ धर देला आपन को आसिलानी किछि जिंस ना आपन कॉन्फिडेंस डाउन हे जो केबे मैथ को धरिबेनी फास्ट एटा मो चॉइस एटा मो पर्सनल प्रेफरेंस आपन को जदी मैथ आपन स्ट्रांग सब्जेक्ट आपन मैथ करि परिबे पिला अछन मैथ रो स्टार्ट करथि किन मु करू ठीक अछि आ डोंट वेस्ट टाइम ऑन क्वेश्चंस यू डोंट नो जदी आपन गोटे क्वेश्चन जणा नै ताको आपन को ईगो ऊपर नियंतुनी ए क्वेश्चन मते किमि जणा नै बार बार भाबिया दरकार नै आसुनी तो आसुनी जस्ट कीप इट ताको मार्क जो मार्क करी छाड़ देथां एग्जाम सरला माने एग्जाम आपनकर सब क्वेश्चन अटेम्प्ट कर देले तापर आसु से क्वेश्चन ऊपर जो क्वेश्चन आपन छाडी छन आपन लागु छी कि आपन करि परिबे आपन चांस नै परिबे से क्वेश्चन ऊपर 50-50 चांस अछि ऑप्शन एलिमिनेट करी कि से क्वेश्चन पे चांस नियंतु जदी आपन 80-20 चांस माने अछंती गेस रे करंतुनी जदी आपन 50-50 चांस अछि ताले अटेम्प्ट करंतु केना एक्यूरेसी दरकार हमको 100% नय 90% सॉरी ठीक अछि एबे आसीबा हमर YouTube चैनल ऊपर को एटा मु देखिउ छै बे टिके रहंतु तापर टॉपर्स माइंडसेट देख दियंतु टिके कंसिस्टेंसी ओवर इंटेंसिटी आपण जो 6 घंटा कि 8 घंटा आपण जो डेली पढुचंती ताको आपण रादर देन हमर जो 14 घंटा पढुचंती से दरकार नै 6 घंटा 8 घंटा एनफ स्मार्ट वर्क करंतु हार्ड वर्क अपेक्षा हार्ड वर्क भी दरकार बट स्मार्ट वर्क बेसी दरकार पॉजिटिव निजको निजर गोटे पॉजिटिव एनवायरनमेंट रखंतु पॉजिटिव माइंडसेट रखंतु कंपटीशन विथ सेल्फ निज सहित कम्पीट करंतु आउ काको दरकार नै आउ का सहित कंपेयर दरकार नै निजर पूर्व पास्ट भूल पास्ट मिस्टेक पास्ट मॉक पास्ट एनालिसिस ऊपर रिलाय करंतु ताको ही देखंतु आपण पास्ट रे कोन थिले काली जस्ट पास्ट मॉक रे आपण कोन थिले ता ऊपर फोकस करंतु मु कोन पास्ट मिस्टेक करिछि ताको इंप्रूवाइज करिया को ट्राई करंतु बिलीव इन प्रोसेस 60 डेज रे प्लान अछि 60 डेज आपण टाइम अछि एबे ओएसएससी सीजीएल एग्जाम अछि ताकू मझिरे जो अछि से जिंसटा किछ असुविधा नै दीटा को सेम ही एग्जाम आपण दीटा जाक ऊपर फोकस करंतु हे जीवो आराम से परियो ठीक अछि एबे आसीबा हमें YouTube सोर्सेस ऊपर एटा हो हमर मैथ रे आपण सर्च करंतु ओ ट्रिपल एस आरआई अमीन मेंस रे मैथ मैराथन टेक्स्ट बुक रो एटा गोटे चालची बढ़िया माने बढ़िया पढिछन सर हमर टॉपिक वाइज सब अछि जिंस एटा भी आडा 247 एटा हो हमर ओडिसा टेक्स्ट बुक रो देन एटा गोटे आडा 247 रो हमर ओडिसा जोरी हमर मैथ रो मैराथन अछि एटा देख परिबे तबे ए दिटा मो हिसाब रे दिटा रिवीजन वीडियो ए जे दिटा आपण चेक देले एग्जाम हबार 2 सप्ताह खंड थिबो कि गोटे सप्ताह थिबो ए दिटा वीडियो देख दियंतु बहुत बड़ बड़ वीडियो अछि 10-11 घंटा वीडियो अछि ए दिटा वीडियो आपण लास्ट को देखि परिबे एबे आसीबे ओडिया रे हमर ओडिसा टेक्स्ट बुक सबरो आपण जस्ट खाली सर्च करंतु ओ ट्रिपल एस आरआई अमीन रो मेंस कि हमर मैराथन एमस रे बहुत सारे वीडियो पळे आछी देखि दियंतु आडार भी जने सार अछंती हमर ये भी बहुत बढ़िया पढांती प्रदीप सर ये भी बहुत बढ़िया पढांती माने मते एई सर टी बेसी भल लागंती हला ये हमर टेक्स्ट बुक रो हमर ये पवित्र सर आ ये सर भी बढ़िया कोन सुभाष सर ना कोन मान अंक ए सर कोन ये भी भल पढांती किंतु मते टिके अंकर ए सर को प्रदीप सर बेसी भल लागे तबर हमर इंग्लिश रे हमर टेक्स्ट बुक रे भी सब मो हिसाब रे ओडिसा टेक्स्ट बुक हमर ओडिया हमर कोनटा आडा 247 भल कंटेंट रखचंती इंग्लिश रो मॉक टेस्ट आपण मो हिसाब रे बेस्ट हो आपण सर्च कर देबे आरआई अमीन मेंस रो मॉक टेस्ट माने किछि भी मैथ रो कि हमर ओडिसा कोन ओडिसा जीके हो किबा कोन जीके जीएस पेपर हो कंप्यूटर हो इंग्लिश हो मॉक टेस्ट मार देंतु पळे आछी हैला ठीक ये कर दो ए सब इंग्लिश मॉक टेस्ट रही छी ये सर बढ़िया पढ़ाते आडा 247 रो ये कोन आंगना अभिषेक सर ना कोन आंगन ये भी बहुत बढ़िया पढ़ाते सब देखो सब चैप्टर कवर करछंती आपण चले ए जिंस को भी फॉलो करि परिबे एबे आसे कंप्यूटर ऊपर ओडिसा जीके ओडिसा टेक्स्ट बुक रो शक्ति सर सबुठु बेस्ट सर अंकुटु आपण कंप्यूटर पढी परिबे अंको ऊपर रिलेट कंप्लीट रिले कर परिबे अंको ऊपर आपण छाड़ दियंतु आपण निज ऊपर पूरा कंप्लीटली अंको ऊपर छाड़ दियंतु ये आपण को पार करे देबे कंप्यूटर रे तो बिलीव करंतु ये सबुठु बेस्ट सर आपण चाहे आपण जे आडा 2 को फॉलो करंतु ए सर को फॉलो कर परिबे किंतु मते शक्ति सर सबुठु बेस्ट लागंती शक्ति सर को आपण पढी परिबे कंप्यूटर ताकर गोटे मैराथन भी अछि ठीक अछि बस एतिकी
ଆପଣ ନିଜ ଉପରେ ବିଲିଭ ରଖନ୍ତୁ, ନିଜ ଉପରେ ଟ୍ରଷ୍ଟ ରଖନ୍ତୁ। ଯଦି ଆପଣଙ୍କୁ ଏ ଭିଡିଓ ଭଲ ଲାଗିଥିବ ପ୍ଲିଜ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ, ଧନ୍ୟବାଦ।